ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଅଞ୍ଚଳର ସୁଯୋଗ୍ୟ ସନ୍ତାନ ତଥା ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାରତ ଭୂଷଣ ଜଗଦେବଙ୍କୁ ଚଳିତ ବର୍ଷର ବେଷ୍ଟ ଆଷ୍ଟ୍ରୋଲୋଜର ଭାବେ ସମ୍ମାନିତ କରାଯାଇ ସ୍ୱର୍ଣ୍ଣ ପଦକରେ ବିଭୂଷିତ ହୋଇଥିବାରୁ ଟାଙ୍ଗୀ ଅଞ୍ଚଳବାସୀଙ୍କ ପକ୍ଷରୁ ଶ୍ରୀ ଜଗଦେବଙ୍କୁ ଟାଙ୍ଗୀରେ ଭବ୍ୟ ସମ୍ମାନରେ ସମ୍ମାନିତ କରାଯାଇଛି। ବରିଷ୍ଠ ପ୍ରଶାସନିକ ଅଧିକାରୀ ଭାବେ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ଷେତ୍ରରୁ ଅବସର ଗ୍ରହଣ କରିବା ପରେ ଭାରତ ଭୂଷଣ ଜଗଦେବ ମନରେ ଆଧ୍ୟାତ୍ମିକତା ଚିନ୍ତାଧାରା ଜାଗ୍ରତ ହେବାରୁ ବିଭିନ୍ନ ଦେବାଦେବୀଙ୍କ ଉପରେ ଶହ ଶହ କବିତା ପୁସ୍ତକ ରଚନା କରି ରାଜ୍ୟପାଳଙ୍କଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ଓ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଆଉ ଏବେ ଜ୍ୟୋତିଷ ଶାସ୍ତ୍ର ଉପରେ ଗବେଷଣା କରି ନିଜର ଦକ୍ଷତା ପ୍ରତିପାଦନ କରିବା ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କ ଦ୍ୱାରା ଚଳିତ ବର୍ଷର ବେଷ୍ଟ ଆଷ୍ଟ୍ରୋଲୋଜର ଭାବରେ ସମ୍ମାନିତ କରାଯାଇ ସ୍ୱର୍ଣ୍ଣ ପଦକରେ ବିଭୂଷିତ ହୋଇପାରିଛନ୍ତି। ଏତଦ୍‌ବ୍ୟତୀତ ଟାଙ୍ଗୀ ଗ୍ରାମର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ବିଲ ବାଲୁଙ୍କେଶ୍ୱର ଦେବଙ୍କ ପୀଠରେ ଗ୍ରାମର ମଙ୍ଗଳ କାମନା ସହିତ ବିଶ୍ୱର କଲ୍ୟାଣ ନିମିତ୍ତ ଦୀର୍ଘ 25 ଜଣ ବିଦ୍ୱାନ ପଣ୍ଡିତମାନଙ୍କ ଦ୍ୱାରା ରୁଦ୍ରାଭିଷେକ ଚଣ୍ଡୀ ପାଠ ହୋମକର୍ମ କରିଆସୁଛନ୍ତି। ଭାରତ ଭୂଷଣ ଜଗଦେବ ଏକାଧାରାରେ ଜଣେ ଆଇନଜୀବୀ, ସମାଜସେବୀ, ବରିଷ୍ଠ ନାଗରିକ, ଜ୍ୟୋତିଷ ଶାସ୍ତ୍ର ଗବେଷକ, ଶିକ୍ଷାବିତ୍ ହୋଇଥିଲେ ମଧ୍ୟ ତାଙ୍କର ଏହି ସମ୍ମାନ ଓ ସମ୍ବର୍ଦ୍ଧନା ହେଉଛି ଟାଙ୍ଗୀ ଅଞ୍ଚଳବାସୀଙ୍କର ସ୍ନେହ, ଭଲ ପାଇବା ଓ ଆଶୀର୍ବାଦ ଯୋଗୁଁ ସମ୍ଭବ ବୋଲି ଶ୍ରୀ ଜଗଦେବ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଟାଙ୍ଗୀ ଅଞ୍ଚଳର ସମାଜସେବୀ, ବୁଦ୍ଧିଜୀବୀ, ଯୁବଗୋଷ୍ଠୀ, ସାମ୍ବାଦିକ, ଆଇନଜୀବୀ ଏବଂ ବିଦ୍ୱାନ ପଣ୍ଡିତମାନଙ୍କ ଉପସ୍ଥିତିରେ ଶ୍ରୀ ଜଗଦେବଙ୍କୁ ଟାଙ୍ଗୀ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଛି। ଖୋର୍ଦ୍ଧା ଟାଙ୍ଗୀରୁ ସନ୍ତୋଷ ଚୌଧୁରୀଙ୍କ ରିପୋର୍ଟ, ଲିଭ୍ ଲାଇଭ୍ ଓଡ଼ିଆ।